ରେଳ ଧାରଣା ପାଖରେ ଏକ ବଣ ବିରାଡ଼ି ବା ଫିସିଂ କ୍ୟାଟ୍ର ମୃତଦେହ 2 ଖଣ୍ଡ ହୋଇ ପଡ଼ି ରହିଥିଲା। ସ୍ଥାନୀୟ ଲୋକମାନେ ଏହାକୁ ଦେଖିବା ପରେ ଟ୍ରେନ୍ ଧକ୍କାରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ପରେ ଖବର ପାଇ ରେଳ ବିଭାଗର ଆର୍ପିଏଫ୍ କର୍ମଚାରୀମାନେ ପହଞ୍ଚି ଟ୍ରେନ୍ ଧକ୍କାରେ କଟି ଯାଇଥିବା ମୃତଦେହଟି ଏକ ଫିସିଂ କ୍ୟାଟ୍ର ବୋଲି ସ୍ପଷ୍ଟ କରିଥିଲେ। ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ ଅଧୀନ ଲିଙ୍ଗପଡ଼ା ଫାଟକ ନିକଟରେ ଏହିପରି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ତେବେ ପ୍ରଥମେ କୌଣସି ଟ୍ରେନ୍ ଧକ୍କାରେ ଏକ ବାଘ ଛୁଆ କଟି 2 ଖଣ୍ଡ ହୋଇଯାଇଥିବା ଖବର ପ୍ରଚାରିତ ହୋଇଯାଇଥିଲା। ତେଣୁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିବା ବେଳେ ପରେ ଏହା ଏକ ବଣ ବିରାଡ଼ି ବା ଫିସିଂ କ୍ୟାଟ୍ ବୋଲି ଜଣାପଡ଼ିଛି। ଆମେ କହୁଛେ ତ ଛୁଆବେଳେ ହେଟା ବାଘ। ହଁ ହଁ ସେଇ ଜିନିଷ ମତେ ସେଇଆ ଲାଗୁଛି। ଫରେଷ୍ଟ ବାଲାଙ୍କୁ କହିছিল ନା ସେ ଆମେ ଏମିତି ଖାଲି ଫୋନ୍ କରୁଥିଲେ ଆମେ ଜଣକୁ ପଚାରୁଥିଲୁ ସେ ବି ଏଇ ରେଞ୍ଜର ଫରେଷ୍ଟର ନୁହଁ। ଆଚ୍ଛା ସେ ଉପଦା ରେଞ୍ଜର ଆମେ ତ ପଚାରୁଥିଲେ। ସେ କ'ଣ କହିଲା ଏଇଟା ଆମେ ତ ଠିକ ସେ ଜାଣିପାରୁନୁ ଆମେ ଦେଖିଲା ପରେ ଶିଆଳ ଟାଇପ୍ର ଯେ ହେଟା ବାଘ ବାଘ ଯେ ବାଘ କୋଉଠୁ ଆସିବ? ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।